ଆଉ ଗୋଟେ ବିଷୟ ଦେଖିବା ଯେ 12ଟି ରାଶିର ଯେଉଁ ଭାଗ୍ୟାଧିପତି ସେମାନେ ଯଦି ଜାତକରେ ଡାଉନ୍ ଥିବେ ତାହେଲେ ତାଙ୍କ ବି କ'ଣ ପ୍ରତିକାର କଲେ ଭାଗ୍ୟ ଆମେ ଟିକେ ଭଲ ରଖିପାରିବା। ଭାଗ୍ୟ ବଦଳେଇ ପାରିବାନି। ଆମେ ଗେଡ଼ା ଥିଲେ ଡେଙ୍ଗା ହେଇପାରିବାନି, କଳା ଥିଲେ ଗୋରା ହେଇପାରିବାନି, ମୁହଁ ନମ୍ବା ଥିଲେ କେହି ଗୋଲ କରିପାରିବେନି, ଏଇଟା ସତ। କିନ୍ତୁ ତଥାପି ଟିକେ ଆମେ ପ୍ରତିକାର କଲେ ତାର ଉପଶମ ଆମକୁ ମିଳିବ। କୌଣସି ଜିନିଷ ଦେଖିବା, ଧରନ୍ତୁ ଗୋଟେ ଭାଇଟିର ମେଷ କର୍କଟ ରାଶିର ଭାଇ ଭଉଣୀମାନଙ୍କର ଭାଗ୍ୟାଧିପତି ହେଲେ ବୃହସ୍ପତି, ନବମାଧିପତି ବୃହସ୍ପତି। ଯଦି ଜାତକରେ ବୃହସ୍ପତି ଡାଉନ୍ ଅଛନ୍ତି କି ବୃହସ୍ପତିର ସ୍ଥିତି ଖରାପ ଅଛି, ସେମାନେ କ'ଣ କରିବେ ନା ମେଷ କର୍କଟ ରାଶି ଭାଇ ଭଉଣୀମାନେ ଗୋଟେ ବ୍ରହ୍ମଯଷ୍ଟି ଗଛ କିମ୍ବା ବ୍ରାହ୍ମଣ ଝାଟିଆ ଗଛ ଗୁରୁବାର ଦିନ ଆଣିବେ, ବାଇରେ ଲଗେଇବେ, ନର୍ସରୀରେ ମିଳିବ, ବାଇରେ ଲଗେଇବେ, ତାতে ହଳଦିଆ କନାଟିଏ ବାନ୍ଧିବେ, ହଳଦିଆ ଫୁଲ ଦେବେ, ଚନ୍ଦନ ଟିକେ ଦେବେ, ସିନ୍ଦୁର ଦେବେ, ଧୂପ ଦୀପ ଦେବେ, ଭୋଗଟିଏ କରିବେ। କଲେ କ'ଣ ହେବ ନା କଲେ କ'ଣ ଆମେ ବର୍ତ୍ତମାନକୁ ଇନ୍ଦ୍ର ହେଇଯିବା ନା, ସେ କଥା ନୁହଁ। କିନ୍ତୁ ଆମର ଯେଉଁ ପରିବେଶଟା ଖରାପ ଥିବ ଟିକେ ବାଟକୁ ଆସିବ। ଦାନ ଧର୍ମ ଟିକେ କରନ୍ତୁ, ଦେବତା ମନ୍ଦିର ଏବଂ ଧର୍ମ ପୁସ୍ତକ ଘରେ ରଖନ୍ତୁ ବା ପଢ଼ନ୍ତୁ, ଭାଗବତ ରାମାୟଣ ମହାଭାରତ ପଢ଼ନ୍ତୁ। ୟାକୁ ପଢ଼ିଲେ ତାର ମୂଲ୍ୟ ଅଲଗା ଅଛି। ଯିଏ କହିବ ପଢ଼ିଲେ କିଛି ଲାଭ ନାହିଁ, ସେ ମଲାବେଳେ ଆମ ସାଥିରେ ଯିବନି, ସେ ଧର୍ମ ଯିବ, ସେ ଯିବନି, ସେ କଥାରେ କ'ଣ ମିଳିବ, ଦେବନି। ଯଦି ଆପଣମାନେ କରନ୍ତି, ଏ ଯେଉଁ ଗଛ ଟିକେ ଲଗାଇବେ ଘରର ଉତ୍ତର ଦିକେ, ଯେତିକି କାମ କରିପାରନ୍ତି ଆପଣ କରିବେ, ବର୍ଷେ ପରେ ମୋତେ କହିବେ ଭାଗ୍ୟରେ କ'ଣ ପରିବର୍ତ୍ତନ ହେଇଛି ନା ସେଇଆ ଅଛି। କାହିଁକି ନା କଲେ ଆର ନିଶ୍ଚୟ ଆପଣ ଆର କଥାଟାକୁ ଉପଲବ୍ଧି କରିପାରିବେ। ଦେଖିବା ପରବର୍ତ୍ତୀ ବିଷୟ।